ତୁ ମୋ ବେପାର କରୁନ ବୁଢୀ ତୁ ମୁଁ ଦେଖିଲି ପାଠକୁ ବର୍ତ୍ତାନି ଓଜନ ହେଇଯାଇଛି। ଆପଣଙ୍କୁ ଦେଖା କରିବି ମୁଁ କମ କଷ୍ଟ କରିନି ବହୁ ପରିଶ୍ରମୀ ହାର୍ଡ ପରିଶ୍ରମ ଆପଣଙ୍କୁ ଦେଖା କରିବା ପାଇଁ ଚଢିବା ଓହ୍ଲେଇବା ଓହ୍ଲେଇବା ଚଢିବା ଚଢିବା ଓହ୍ଲେଇବା ଆରି ଭିତରେ ମୋ ସମୟ ଅତିବାହିତ ହେଇଗଲା। ହଁ ତୁ ଚଢାଟା ଆମ ବଂଶ ଆମର ଚଢିବାରେ ରେକର୍ଡ ଅଛି। ହଁ ମୋ ବାପା ପଥର ଲାଞ୍ଜି ଚଢୁଥିଲେ ନା। ହଁ ମୋ ତା ବାପା ଏଭରେଷ୍ଟ ଚଢୁଥିଲେ। ହଁ ମୁଁ ବଉଳାଗଡି ପଥର ଚଢୁଛି ନା। ଆମେ ଚଢା ବୟସ ଆଜ୍ଞା ଚଢିବା ଓହ୍ଲେଇବାରେ ଓହ୍ଲେଇବା ଚଢିବା ସମୟ ଚାଲିଗଲା। ମୁଁ ଆପଣଙ୍କୁ ଦେଖା କରିବାକୁ ବହୁତ କଷ୍ଟ କରି ଆପଣଙ୍କୁ ଆସିଛି। ଆଚ୍ଛା ଆଜ୍ଞା ଆଜ୍ଞା କେମିତି ଆସିଲୁ? ଆଜ୍ଞା ଆସିଲି କେମିତି ଗାଁ ମୁଁ ଅଟୋରେ ଚାଲିଲି। କୋଉଥିରେ? ଅଟୋରେ। ଆଚ୍ଛା ଆସିକି ବଜାର ମଝିରେ ଓହ୍ଲେଇଲି। ବଜାର ମଝିରୁ ବସରେ ଚଢିଲି ଆସିକି ଗାନ୍ଧୀ ଛକରେ ଓହ୍ଲେଇଲି। ଗାନ୍ଧୀ ଛକରୁ ଟଲିରେ ଚଢିଲି ଆସିକି ଆପଣଙ୍କ ପାଖରେ ଓହ୍ଲେଇଲି। ଆସିଲ କୁଆଡେ ତମେ? ଆଜ୍ଞା ମୋର ହଉନି ହଉନି କଣ ବା ଜନ୍ଦା ପିମ୍ପୁଡିକର ହଉଛି ତୋର କଣ ହଉନି? ନା ନା ଜନ୍ଦା ପିମ୍ପୁଡିକର ହଉଥିଲେ ମୋର ହଉନି। କୋଉଟା ହଉନି? ଟୋକି ପଟେଇବା ମୋ ଦ୍ୱାରା ହେଇପାରୁନି। ମାନେ ବହୁତ ଚେଷ୍ଟା କରି ମୁଁ ବିଫଳ ହେଲି। ଯିଏ ଯାହା କହିଲା ତାହା କଲି। ଏମିତି କି ଜଣେ ମତେ କହିଲା ଗୁଣିଆ ଆଶ୍ରୟ ନେଲି ସେ ଗୁଣିଆ ମୋଠୁ 17,000 ଖାଇଛି। 17,000 ସେଠି ବିଫଳ ହେଲି। ତାପରେ ମୋର କ୍ଷିତିଶ ଦେଖାହେଲା ସିଏ ମତେ ଆପଣଙ୍କୁ ଆଡ୍ରେସ ଦେଲା କହିଲା ସାରଙ୍କର ଗୋଟେ ଅଛି ପ୍ରେମିକ ତାଲିମ କେନ୍ଦ୍ର ସେଇ ତାଲିମ କେତେ ନାଁ ଲେଖେଇବୁ ସାର ଗୋଟେ କୋଚିଂ ନେଲା ପରେ ସେକ୍ସ ହଉ କଣ ହବୁ ନା ସକ୍ସେସ୍ ହଉ। ବହୁ ପଥ ପରିଶ୍ରମ କରି ମୁଁ ଆପଣଙ୍କ ପାଖରେ ପହଞ୍ଚିଲି। ଆପଣ ଟିକେ ଦୟା କରନ୍ତୁ ଯେମିତି ମୁଁ ସନ୍ଧ୍ୟା ସୁଦ୍ଧା ଗୋଟେ ଟୋକି ପଠାଏ। ତୁ ମୋ ପାଖରେ ପହଞ୍ଚିଲୁ ଯେ ତୋ ବେଳ ଭଲ ପଡିଗଲା। ଆଜ୍ଞା ମୋର ମୀନ ରାଶି ପୂର୍ବାଭାଦ୍ର 26/12 ମୋ ଜନ୍ମ 9:40। ତତେ ଝିଅ କଣ ଫସିବ? ଝିଅ ଫସିବ ତା ମା ଫସିବ ତା ବୁଢୀ ମା ଫସିବ ନା ସେ ସିମି ମୋ ଦରକାର ନାହିଁ। ତୋ ସେ ସିମି ଦରକାର। ତୋ ନାଁ କଣ କହିଲୁ? ଆଜ୍ଞା ମୋ ନାଁ ମହୁଆ ଦାସ। ବାପା ନାଁ ବାଳ ଗୋପାଳ ଦାସ ମାନେ ବାଳ ମୁକୁଳି ଦାସ। ତୋ ଘର ବାଳ କାଟି ପୋଷ୍ଟ ବାଳ ଶଙ୍କର ପଡା ଆଜ୍ଞା ବାଳ ରୋପଣପୁର। ଯା ଶଳା ତୁ ତ ମତେ ବାଳରେ ବାଳରେ ପୋତି ପକେଇଲୁ। ଏକ୍ସଟ୍ରା ବାଳ 3x ବାଳ ଏଇ ବାଳ ବାଳ କହି ପାଟିରେ ବାଳ ବେତ ଆଉ କିଛି ବସୁନି। ଆଜ୍ଞା ଫିସ୍ କେତେ ରହୁଛି? 500 ଟଙ୍କା। ଏତେ କମ? 500 ଟଙ୍କା ମାତ୍ର ରହୁଛି। ଆଜ୍ଞା ମୁଁ ଆପଣଙ୍କୁ 1000 ଟଙ୍କା 1000 ଟଙ୍କା ଦଉଛି। ଦରକାର ପଡ଼ିଲେ ଆହୁରି ଦେବି ଟଙ୍କାରେ ପୋତି ଦେବି। ଆପଣ ଯାହା କହିବେ ମୁଁ ତାହା କରି ଆଣିକି ଦେବି କିନ୍ତୁ ମୋର କାମ ହବା ଦରକାର। ଯେମିତି ମୁଁ ଆଜି ସନ୍ଧ୍ୟା ସୁଦ୍ଧା ଗୋଟେ ଟୋକି କାମ ହେଇଗଲା ବୋଲି ଜାଣେ। ଦୟା କରନ୍ତୁ ଆଜ୍ଞା ଦୟା କରନ୍ତୁ ଆଜ୍ଞା। ଧୈର୍ଯ୍ୟ ତ ନା ତତେ ସଫ୍ଟ କୋଶ୍ଚିନ୍ ଦେଇ ହବନି ହାର୍ଡ କୋଶ୍ଚିନ୍ ଦବାକୁ ପଡିବ। ପାଣି ମିଶିବନି? ନା ପାଣି ମିଶିବନି ବା ହାର୍ଡ। ଏ ଶୁଣ ମୁଁ ଯାହା କହିବି ସେଇଆ କରିବି ନିଶ୍ଚିତ। ନାକ ସିଧା ଯିବୁ। ନାକ ସିଧା ଯିବି କାହିଁକି ଇଆଡେ ଥୋପଳି ଦେଇକି ବୁଲିଗଲେ ମାର ହବ। ନାକ ସିଧା ଯିବୁ। ନାକ ସିଧା ଯିବି। ଗୋଟେ ଚାଳ ଘର ପଡିବ। ଗୋଟେ ଚାଳ ଘର ପଡିବ। ହଁ ତାଙ୍କର ପାଇଁ ଇନ୍ଦିରା ଆବାସ ମିଳିନି। ଚାଳ ଘର ପଡିବ। ଚାଳ ଘର ଭିତରେ ଗୋଟିଏ ଝିଅ ଖାଲି ଏପଟ ସେପଟ ହଉଥିବ। ତାକୁ ପାଣି ଗିଲାସ ମାଗିବୁ। ଯେମିତି ପାଣି ଗିଲାସ ଦବ ମାଟି ବସିବ। ମାଡ କିଆ ତାର ହାତ ଗୋଡା ଯାଉଛି। ମୁଁ ତାକୁ ହୁଇସିଲି ଡାକିବି ଆଉ ସେକିବେନି। ଏମିତି ମାଡ ମାରିବେ ଅନାଲି ଛେନାପତି ରେଫର କରିବ ସମ। ତୋ ମା ଘଇତା ହବ ନା। ତତେ ତ ମୁଁ ଯାହା କହିଲି ତୁ ସେଇଆ କରି ଚାଲି ଆସିବୁ।
ବରଂ ତୁ ଲାଭରେ ରହିବୁ। ତୁ କଣ ଲାଭରେ ରହିବୁ ମତେ ପଚାରୁନୁ? ମୁଁ ଲାଭରେ ରହିବି ଆଉ କୁହନ୍ତୁ କଣ ଲାଭରେ ରହିବି? ଶୁଣୁ ସେଇଥିପାଇଁ ସାରି ସାରୁ ଆପଣ ସାରେ ସାରି ଦେଖୁ ଯୋଉ ଝିଅ ଜମା ମିଠା ଖାଇ ନଥିବୁ ତା ପାଟିରେ ଯଦି ମିଠା ବାଜିଲା ସେ ମିଠା ବାଲାକୁ ଖୋଜିବ ନା ନାଇଁ? ହଁ ଖୋଜିବ। ଗାମୁଛାଟା ଦିଅ ଗାମୁଛାଟା ଦିଅ ମୁଁ ଏଉଠୁ ପାର୍ଟି ଦେଇ କାମ ସାରିଲି। ବୁଝିଦେଲି ପୁଣି ଗାମୁଛା ଦେବି ମୋ ପାଟିରୁ ଅଖାଡୁଆ କଥା ବାହାର ଅଖାଳିଆ କଥା ବାହାର କରିବା ଦରକାର ନାହିଁ। ଆପଣ ଯାହା କହିଲେ ମୁଁ ଅକ୍ଷର ଅକ୍ଷରେ ପାଳନ କରିବି। ଆପଣ ହେଲେ ଗୁରୁ ମୁଁ ହେଲି ଶିଷ୍ୟ। ଆପଣ ଦେଖେଇଲେ ଗୋଟିଏ ମୁଁ କରିବି ଗୋଟିଏ। ଏଇଟା ହଉଛି ନିୟମ। ଆପଣ ଯାହା କହିଲେ ମୁଁ ମାନିବି। ଆପଣ ମତେ କହିଲେ ନାକ ସିଧା ଯିବୁ ମୁଁ ନାକ ସିଧା ଯିବି। ଗୋଟେ ଘର ପଡିବ ଚାଳ ଘର ଛା ହେଇଛି ନା ଚାଳ ଘର ପଡିବ। ସେ ଘର ଆଗେ ଠିଆ ହେବି। ସେ ଘର ଭିତରେ ଝିଅ ଗୋଟେ ଏପଟେ ସେପଟେ ଏପଟେ ସେପଟେ ହଉଥିବ। ପାଣି ଗ୍ଲାସ ମାଗିବି। ସେ ପାଣି ଗ୍ଲାସ ଦେଲେ ମାଟି ବସିବି ନା ଡେଇବି କାହିଁକି ମୁଁ ଗୁରୁଙ୍କ ପାଖକୁ ଆଇବି। ଇଏ ଭାଇ ମୋର ଗୁରୁ ହେଲା ଇଏ ଡେଇବି କହିଲେ ଗୋଇଠା ଖାଇବି ନା। ଆପଣ ଏଇଆ କହିଲେ ଆପଣ ଟିକେ ଡାଇରେକ୍ଟ କରିଦେଲେ ମୁଁ ତାକୁ ଟିକେ ବାଇପାସ୍ କରିଦେବି। କଣ ଡାଇରେକ୍ଟ କରୁନୁ ବାଇପାସ୍ କରୁନୁ? ଆପଣ କଥା ଅନୁସାରେ ମୁଁ ଯିବି। ସେ ଘର ଆଗକୁ ଯିବି। ସେ ଘର ଆଗେ ଛିଡା ହେବି। ମୋବାଇଲ ବାହାର କରିକି ଆଗେ ବହେ ଖେଞ୍ଚିବି। ମୋବାଇଲ ବାହାର କରି ଖେଞ୍ଚି ସେଠି ଗୋଟେ ଇନଷ୍ଟା କରିବି। ଠିଆ ହେଇକି ସେ ଝିଅଟି ତ ଏକ ସେ କରିଦେବ ତାକୁ ଅନେଇବି ହସିବି। ହସି କରି ନାଳେଇବି ପ୍ଲସ୍ ଫେଣେଇବି। ଯେମିତି ପାଣି ଗ୍ଲାସ ଦେବ ତାକୁ ମାଡ଼ି ବସିବି। ଏଇଟା ହଉଛି ଆଜ୍ଞା ମତେ ଆଶୀର୍ବାଦ କରନ୍ତୁ। ମୁଁ ଯେମିତି ସେକ୍ସ ହୁଏ ସକ୍ସେସ୍ ହୁଏ ଆପଣ ମତେ ମୁଁ ଫେଲ୍ ହେବିନି ନା ମୁଁ ଫେଲ୍ ହବାର ଚାନ୍ସ ନାହିଁ ନା। ମୁଁ ଗଳି ଗୋପାଳ ପୁରୁଷ ଗଳି ଗୋପାଳ ଆଉ ମୁଁ ସେଇଭଳିଆ ଛୁଆ ଆମ ଏରିଆର କିମ୍ବଦନ୍ତୀ ପୁରୁଷ ମୁଁ। ହଁ କାଇଁ ପଚାରୁନାହାନ୍ତି କୋଉ ଛୁଆ କାଇଁ କହୁନୁ? ମୋ ବାପା ମଲା 9 ବର୍ଷ ପରେ ମୋ ଜନ୍ମ। ଆଉ ତୁ ବିଧବା ନାରୀର ବୀର ସନ୍ତାନ ଆଉ ମୁଁ ଫେରିଲି ମୁଁ ବାଘ ଛୁଆ। ହଉ ବାଘ ଛୁଆ ତୁ ବାଘ ଛୁଆ ବାଘ ତୋ ମା ପାଖକୁ ଆସିଲା ତୋ ମା ବାଘ ପାଖକୁ ଯାଇଥିଲା ନା ତମ ମା ଘଇ ତା ପାଖକୁ। ଏଇ ଆଶୀର୍ବାଦ କରନ୍ତୁ। ହେଲୁ ବେଲି ଯାଇନା ହେ ଗୁରୁ ତୁମେ ହେ ବଙ୍ଗଳ ମାୟା କୃପା ଏ ଶଳା ଟୋକା ଯେମିତି ହଉଛି ସାଙ୍ଗେ ସାଙ୍ଗେ ଘଟଣା ଘଟେଇଦବ। ଶଳା କେତେ 20 ପ୍ଲାନ୍ ମୋ ଛାତ୍ର ହେଇକି ସ୍କୁଲରୁ ଗଲେଣି ଇଏ ଧୋନିକି ଚିନ୍ତା କାଟିଦବ। ହ୍ୟାଲୋ ମିଠି କାନ୍ଦୁଛୁ କାହିଁକି? କଣ ହେଲା କଣ? କଥାଟା କଣ ହେଇଛି କହୁନୁ? କାନ୍ଦୁଛୁ କାହିଁକି? କଣ କହିବି କହିବି? ଏ 8 ଦିନ ମୋ ପ୍ରେମିକ ଚାଲିବ କେନ୍ଦ୍ର ବନ୍ଦ ଥିଲା। ଆଜି ମୁଁ ଖୋଲିକି 1000 ଟଙ୍କା ବହିନି କରିଛି ତୁ ତା ଭିତରେ କାନ୍ଦିଲୁ। ତୁ ବା କହିଲୁ ଗୁପଚୁପ ଖାଇବୁ ଘୁଗୁନି ଖାଇବୁ ମୁଁ ତତେ ସବୁ ଦେଇକିରି ଆସିଲି। 8 ଦିନ ଦୋକାନ ବନ୍ଦ ଥିଲା ମୁଁ ଆଜି ଖୋଲିଲି। ଦେଖିଲ ଲଟା ଲଗେଇଛି କାନ୍ଦୁଛି। ରହ ଟିକେ ମୁଁ ଯାଉଛି ଦୋକାନ ବନ୍ଦ କରି ଯାଉଛି। କଣ ହେଇଛି ମୁଁ ଯାଇକିରି ବୁଝୁଛି। ରାଖ ବଙ୍କାଇ ପେଟ ବାହାରିକି ଯାଇଲାଣି। କଣ ଜଳ ଉଦୁରି ବେମାରୀ ନାହିଁ କଣ? କାକୁଳି ବୁଲଉଛି ଗୁରୁଦେବ ମୁଁ ପିଟୁ ଛକା ପିଟିଦେଲି। ହଁ ମୁଁ ଭଲ କ୍ରିକେଟ ଖେଳେ। ମୁଁ ଜଣେ ଭଲ ବ୍ୟାଟ୍ସମ୍ୟାନ। ଆମ ଏରିଆରେ ମୋର ନାଁ ଅଛି। ମୁଁ ଭଲ କ୍ରିକେଟ ଖେଳେ ଭଲ ବ୍ୟାଟିଂ କରେ କିପିଂ କରେ ଯୋଉଟା ମୋ ବ୍ୟାଟ୍ ଉଠିଗଲେ ପଡ଼ିଆରେ ଘାସ ରଖେଇଦେବି। ଆମ ଅଞ୍ଚଳରେ ମୋର ଭଲ ନା ଯୋଉ ଗାଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରି ମତେ ଡାକିବ। ମୋ ପିଟିବାଟା ଭଲ। ଦେଖୁନା କେମିତି ବଙ୍କି ଯାଇଛି ଆଉ ପାରାଲିସି ଧରୁଛି। ହଁ ପିଟି ଦେଲି
ହଁ କହୁନାହାନ୍ତି ବାବୁଲା ହେଇଗଲ ନା ବାବୁଳ ହେଇନି ବା କଣ କହିଲି ମୁଁ ପ୍ୟାଣ୍ଟ ସାର୍ଟ ପିନ୍ଧି ଯାଆନ୍ତି ତାକୁ ଅଣ୍ଡାଳିକି ପାଇଲିନି ଗାମୁଛା ପିନ୍ଧି ସାରିଲେଣି ସେଥିରେ କିଛି ନାହିଁ ମୁଁ ଯୋଉ ଜାଗାକୁ କହିଥିଲି ତୁ ଯାଇଥିଲୁ କି ଅକ୍ଷର ଅକ୍ଷର ପାଳନ କରୁଛି ଆପଣ ମତେ କହିଲେ ନାକ ସିଧା ଯିବୁ ମୁଁ ନାକ ସିଧା ଗଲି ଗୋଟେ ଛକ ପଇଲା ସେ ଛକର ଡାଣୁ କିଛି ବାଟ ଗଲେ ଆଉ ଗୋଟେ ଛକ ପଇଲା ଦିଟା କେଭିନି ଅଛି ଗୋଟେ ପାନ ଦୋକାନ ପଦ ଟିଉବଲ ଅଛି ସେ ଛକରେ ବାହାକୁ ଯାଇ କିଛି ବାଟ ଆଗେଇଛି ଚାଳ ଘରଟା ପଇଲା ଚାଳ ଘର ପଇଲା ସେ ଚାଳ ଘର ଆଗରେ ଗୋଟେ ଇଲେକ୍ଟ୍ରିକ ଖୁଣ୍ଟି ଥିଲା ଗୋଟେ ଚାଳ ଥିଲା ହଁ କିଛି ବାଟ ଗଲା ପରେ ନଡ଼ିଆ ଗଛ ଥିଲା ଆଉ କିଛି ବାଟ ଗଲା ପରେ ଆଉ ଗୋଟେ ଗଛ ଥିଲା ଏଇଭଳିଆ ଲେମ୍ବୁ ଫଳିଛି ଓଳିଛି ଏଇଭଳିଆ ଫଳ କଣ ତାକୁ ଯିଏ ଲଗେଇଛି ତା ହାତ ଭଲ ମୁଁ ତାକୁ କୃତଜ୍ଞତା ଜ୍ଞାପନ କରୁଛି ଭଲ ଚାଷୀଟିଏ ଏଇଭଳିଆ ସେ କଣ ମୁଁ ଭାବୁଛି ସେ ସାଇଡ୍ ଜାଣି ମତେ ଏଠି ଦେଖଉଛୁ ଆଉ କଣ ଦେଖିଲୁ ଆଉ କିଛି ଆଗକୁ ଚାଲିଗଲି ଦେଖିଲି ଗୋଟେ ଭଲ ଚାନ୍ଦିଟି ଅଛି ମାର୍ବଲ ଚାନ୍ଦିରେ ପଡିଛି ଟିଉବଲଟା ଅଛି ମୁଁ କହିଲି ନା ଏତେ ସାରେ କହିନାହାନ୍ତି ଗୁରୁ ଯେତିକି କହିଛନ୍ତି ମୁଁ ସେତିକି କରିବି ନା ଆଉ ସେଠି ଲକ୍ଷ୍ୟ ନ ଦେଇ ମୁଁ ସିଧା ସେ ଘର ଭିତରକୁ ପଶିବା ପାଇଁ ଉଦ୍ୟମ ଘର ଭିତରୁ ଉଦ୍ୟତ ହେଲାବେଳେ ଦେଖୁନି ବାଟ ଛୋଟ କଷ୍ଟ ଘର ଭିତରୁ ପଶିଗଲେ ଦେଖିଥିଲି ବଢିଆ ଜମି କେହି ଚାଷ କରୁନାହାନ୍ତି ଗାନ୍ଧୀ ପୁଅ ମୁଁ ପ୍ରଥମେ ଚାଷ କରିବି ଏଇଆ ଭାବି ଗାମୁଛା ପିନ୍ଧି ହଳ କରିଦେଇ ଚାଲିଗଲେ ଛଡ଼ା ମୋ ଜମିରେ ହଳ କରିନି ତ କଥାଟା କଣ ହେଇଛି କରୁ ନାଇଁ ନା ହେଇଛି କହ ଆମ୍ବୁଲାନ୍ସ ଯନ୍ତ୍ର ତା ପାଇଁ ଖୋଜା ହେଇଛି ତମେ ବାଡି ଦେଖି ରଖିବ ସେ ଫସଲ ଫସଲ ଖାଇଲା ଆଉ କଣ କରିଛି ଜାଣିଛ କାଳେ ସେ ପରୀକ୍ଷାରେ ପାସ୍ କରିଛୁ ତାଙ୍କ ସାରେ ବିଶ୍ୱାସ କରିବେନି ସେ ଯୋଉ ଗୋଟେ ପ୍ରମାଣ ନେଇକି ଗଲା ମୁଁ ଯେତେ ବିଡ଼ିଲି ସେତେ ଦେଲାନି ତାକୁ ଖାଇବି ତା ସାରକୁ ଖାଇବି ପ୍ରମାଣ କଣ ମତେ କହ ପ୍ରମାଣ କହ ପ୍ରମାଣ ଅଛି ଏ ଗାମୁଛା ମୁଁ ଏକ୍ଜାମ ଦେଇଥିଲି କାଳେ ଖରାପ ନମ୍ବର ରଖିଦେବି କାଳେ ସନ୍ଦେହ କରେ ସେଇଥିପାଇଁ ପ୍ରମାଣ ସ୍ୱରୂପ ଗାମୁଛା ପିନ୍ଧିକି ଚାଲିଆ ଏଇ ମତେ ଔଷଧି ସଜେଇ ଦେଇଛି ଏଇ ମତେ କଳଙ୍କିନି କରିଦେଇଛି ଦେବେ ଗାମୁଛା ଦେ କଣ ନା ଆକୁ ଖୋଲ ନା କାଇଁ ଖୋଲିବିନି এইটা লাস্ট তারপরে না হাতি চলা পথ মিছি ঝিয়ে নো সেটা মেশিনি তাকে ମୁଁ 7 ବର୍ଷ 17 ବର୍ଷ ପର୍ଯ୍ୟନ୍ତ ପାଳିଥିଲି ଏ ପର୍ଯ୍ୟନ୍ତ ମୁଁ ତାକୁ ଷ୍ଟାର୍ଟ କରିନଥିଲି ସେଇଥିପାଇଁ ସେ କାମ ମାଗିଲା ତୁ ମୋର ସବୁ ବୁଝିନେଲୁ ମୋରି ଗାମୁଛା ପିନ୍ଧିଲୁ ଶଳା ମୋରି କିଆରେ ହଳ କଲୁ ଆଜ୍ଞା ଛେନାପତିରେ ପାଠ ପଢିଲି ଆଉ କୋଉ ଚୋର ଗାଡିଆରେ ପରୀକ୍ଷା ଦେଇଥାନ୍ତି ତା ଥାନାକୁ ଇଏ ଶଳାକୁ ମୁଁ ରେପ୍ କେସ୍ ଦେବି ଥାନାକୁ ଯିବାନି ହଉଥିଲୁ ଥାନାକୁ ଯିବା କଣ ସମସ୍ତେ ଜଣେଇବାକୁ କଷ୍ଟ ହଉଥିଲା ବୋଲିକି ହଉଥିଲି ଆଉ ସେ କଷ୍ଟ କଷ୍ଟ ନାହିଁ ମୁଁ ଦେଖୁଛି ଟୋକାକୁ ବଞ୍ଚେଇବାକୁ ଚେଷ୍ଟା କରୁଛୁ କଣ ବଞ୍ଚେଇବାକୁ ବା ମୁଁ କଣ ଜାଣି ଶୁଣିକି ନିଜ ଦଳରେ ଖଟା କରିବି ଯୋଉ ଝିଅ ଜମାରୁ ମିଠା ଖାଉନଥିଲା ସେ ମିଠା ଖାଇଲା ପରେ ଏ ମିଠା ବାଲା କଣ ଭୁଲି ପାରିବ ଭୁଲିବ
ମିଠା ମୋର ପାଟାଳି ଗଜା ମିଠି